ତାଙ୍କର କ'ଣ କିଛି କାମ ଫାମ ନାହିଁ କି? ବିଜେପି ବାଲାଙ୍କର କିଛି କାମ ଧନ୍ଦା ନାହିଁ ବୋଧେ। ସରକାର ଆସି ସରକାର କେମିତି ଚଳିବେ ସେ କଥା ନ ଦେଖିକି ବିଜେଡି କୋଉଠି କ'ଣ କଲା ଦେଖୁଛନ୍ତି। ଯେଉଁ ଶଙ୍ଖ ଭବନ କଥା କହୁଛନ୍ତି, ଶଙ୍ଖ ଭବନ ଯେଉଁ ତିଆରି ହେଇଥିଲା ସେଦିନ ଗୋଟେ କଥା କୁହାଯାଇଥିଲା ଲୋକଙ୍କର ଅଫିସ୍। ତେଣୁ ସେଠି ବିଜୁ ଜନତା ଦଳ ଦୈନିକ କିଛି ନା କିଛି ମିଟିଂ ଚାଲିଥିବ। ଆପଣମାନେ ସାମ୍ବାଦିକ ହିସାବରେ ଜାଣିଛନ୍ତି, ସବୁଦିନ କଭର କରୁଛନ୍ତି। ଯୁବ ହଉ, ଛାତ୍ର ହଉ, ମହିଳା ହଉ, ସେ ମେମ୍ବରସିପ୍ ଡ୍ରାଇଭ୍ ହଉ, ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ହଉ, ଆଜି କେଉଁ ଜିଲ୍ଲା ଆସିନି, କାଲି କେଉଁ ଜିଲ୍ଲା ଆସିନି, ବିଭିନ୍ନ ଜିଲ୍ଲା ହଉ, ପ୍ରତିଦିନ ଚଳଚଞ୍ଚଳ ହେଇଛି। ତେଣୁ ବିଜୁ ଜନତା ଦଳର ଶଙ୍ଖ ଭବନରେ ସେ ଗୋଟେ କ୍ୟାଣ୍ଟିନ୍ ଅଛି। ଶହ ଶହ ହଜାର ହଜାର ବିଜେଡି କର୍ମୀ ନେତା ଆସୁଛନ୍ତି ଖାଉଛନ୍ତି, ତାଙ୍କ ସାଥିରେ ସାଧାରଣ ଲୋକ ବି ଆସୁଛନ୍ତି ଖାଉଛନ୍ତି। ଗୋଟେ କ୍ୟାଣ୍ଟିନ୍ରେ ଖାଇବାଟା କ'ଣ ଖରାପ? ରେଲୱେ ବିଭାଗର କ୍ୟାଣ୍ଟିନ୍ ଅଛି, ପାର୍ଲାମେଣ୍ଟରେ କ୍ୟାଣ୍ଟିନ୍ ଅଛି, ଆପଣଙ୍କର ପ୍ରତି ବିଭାଗରେ କ୍ୟାଣ୍ଟିନ୍ ଅଛି। ସେଠି କ'ଣ ଲୋକ ଖାଉନାହାନ୍ତି? ଯଦି କିଏ ଲୋକ ଜଣେ ଖାଇଲା କେଉଁଠି ବସିକି, ତାହେଲେ ତାଙ୍କୁ ଏତେ କଷ୍ଟ କାହିଁ ହେଉଛି? ମୁଁ ତାଙ୍କୁ ସବୁ ବିଜେପି ବାଲାଙ୍କୁ ନିମନ୍ତ୍ରଣ କରୁଛି, ତାଙ୍କର ଯେତେବେଳେ ଖାଇବାର ଇଚ୍ଛା ଅଛି ବିଜୁ ଜନତା କ୍ୟାଣ୍ଟିନ୍ରେ ବସିକି ଖାଆନ୍ତୁ। ଖାଇବାର ଲୋଭ ତ ଦେଖିଛ ତାଙ୍କର କେମିତି ସବୁ ମିଡ଼ିଆରେ ଆସୁଛି। ତେଣୁକରି ଥରେ ବିଜେଡିର ଶଙ୍ଖ ଭବନର କ୍ୟାଣ୍ଟିନ୍ରେ ଆସିକି ଖାଇକି ଯାଆନ୍ତୁ। ସାଧା ହେଉଛି ଏଠି, ସେଠି ଆମିଷ ନିଷେଧ। ତେଣୁକରି ସାଧା ଖାଇକି ଯିବେ, ଭଲ ଖାଦ୍ୟ ହେଉଛି। ବିଜେପିର ଲୋକମାନେ ଯେଉଁମାନେ କହୁଛନ୍ତି ଏଠି କ୍ୟାଣ୍ଟିନ୍ ହେଉଛି କି ହୋଟେଲ ହେଉଛି, ଥରେ ଆସିକି ଖାଇକି ଦେଖନ୍ତୁ। ଶଙ୍ଖ ଭବନରେ ରାଜନୈତିକ କାର୍ଯ୍ୟକ୍ରମ ଅହର୍ନିଶି ଚାଲିଛି, ଓଡ଼ିଶା ଲୋକଙ୍କର ସ୍ୱର ପାଲଟିଛି। ଆଉ ବିଜୁ ଜନତା ଦଳ କର୍ମୀ ନେତା ଶୁଭେଚ୍ଛୁ ସମର୍ଥକ ଆସିବେ, ଆଉ କ'ଣ ସେ ଖାଇବାକୁ ଗଣ୍ଡେ ପାଇବେନି? ତାପରେ ଯିଏ କ୍ୟାଣ୍ଟିନ୍ ନେଇଛି ସେ ତ ଦୁଇ ପଇସା ପାଇଲେ ପୁଣି କ୍ୟାଣ୍ଟିନ୍ ଚଳିବ ନା। ଏଇ ଶସ୍ତା ରାଜନୀତି କାହିଁକି ସେମାନେ କରୁଛନ୍ତି ମୁଁ ବି ବୁଝିପାରୁନି। ବହୁତ ଚିପ୍ ପଲିଟିକ୍ସ, ଏକଦମ ଚିପ୍ ପଲିଟିକ୍ସ। ନବୀନ ବାବୁଙ୍କ ସରକାରରେ ଯେତିକି ଅର୍ଥ ବରାଦ କରାଯାଇଥିଲା, ଯେତେବେଳେ ଭୋଟ ଅନ୍ ଆକାଉଣ୍ଟ ହେଇଥିଲା 2,55,000 କୋଟି ଟଙ୍କା, ସେ ସେଇଟାକୁ ଆନୁଆଲ ବଜେଟରେ ଆଣିଲେ 2,65,000 କୋଟି ଟଙ୍କା। ବଜେଟ୍ ପାସ୍ କଲେ, ସପ୍ଲିମେଣ୍ଟାରୀ ବଜେଟରେ ମଧ୍ୟ କିଛି ଦେଲେ, କିନ୍ତୁ ବଜେଟ୍ ପାସ୍ କରିକି ତାକୁ ତ ବିଭିନ୍ନ ଡିପାର୍ଟମେଣ୍ଟ ବା ବିଭାଗ ସବୁ ଖର୍ଚ୍ଚ କରିବା ଦରକାର। ଆପଣ ଦେଖନ୍ତୁ, ପଞ୍ଚାୟତରେ କାମ ଠପ୍, ସହରାଞ୍ଚଳରେ କାମ ଠପ୍, ବିଭିନ୍ନ ବିଭାଗରେ କାମ ଠପ୍। କାମ ହେଲେ ପଇସା ଖର୍ଚ୍ଚ ହେବ, କାମ ନହେଲେ ପଇସା ପଡ଼ିକି ରହିବ। ତେଣୁକରି ସେ ଖର୍ଚ୍ଚ କରିବାର କଳା କୌଶଳ ଶିଖିବା ଦରକାର। ମୁଁ ତାଙ୍କୁ ଅନୁଧ୍ୟାନ କରୁଛି, ତାଙ୍କର କାର୍ଯ୍ୟକଳାପକୁ ନିରୀକ୍ଷଣ କରୁଛି। ସବୁଦିନ ସବୁ ମନ୍ତ୍ରୀ କୋଉଠି ଗୋଟେ ମେଳା ମହୋତ୍ସବ, ଯାନି ଯାତ୍ରା, ସେ ଖେଳକୁଦ ଏଇଥିରେ ମାତିଛନ୍ତି। ଡିପାର୍ଟମେଣ୍ଟରେ ବସୁଛନ୍ତି କେତେବେଳେ, ଜାଣୁଛନ୍ତି କେତେବେଳେ। ଅଫିସରମାନଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି। ଏପଟେ ଅଫିସରକୁ କହିଛନ୍ତି ଆମେ ଯାହା କହିବୁ ତମେ କର। ଅଫିସରମାନେ ତାଙ୍କ ଡାଇରେକ୍ସନକୁ ଅନେଇକି ବସିଛନ୍ତି। ତାଙ୍କ ଭିତରେ ନା ସମନ୍ୱୟ ଅଛି, ନା ଇଚ୍ଛା ଶକ୍ତି ଅଛି, ନା ଗାଁରୁ ସହର, ନା ବିଭିନ୍ନ ବିଭାଗ କୋଉଠି କାମ କରିବାର ଲକ୍ଷଣ ଦେଖାଯାଉଛି। ବର୍ତ୍ତମାନ କିନ୍ତୁ ଠପ୍ ହେଇଯାଇଛି ସବୁ। ଏମିତି କାମ ଠପ୍ ହେଇଛି, ସେଥିରୁ ଲୋକଙ୍କ ଭିତରେ ଚରମ ହତାଶା ସୃଷ୍ଟି ହେଲାଣି, ବିତୃଷ୍ଣା ଆସିଲାଣି। ଏମାନେ କିନ୍ତୁ ବୁଝୁନାହାନ୍ତି, ମୁଁ ଜାଣିପାରୁନି। ଏମାନେ ବୁଝିବା ଦରକାର। ତମେ ସରକାରକୁ ଆସିଲ, ପଇସାକୁ ଖର୍ଚ୍ଚ କର, କାମ କର। ଓଡ଼ିଶା ଯେଉଁ ଦ୍ରୁତ ପ୍ରଗତି ହାସଲ କରୁଥିଲା, ବର୍ତ୍ତମାନ କିନ୍ତୁ ପଛକୁ ଫେରି ଚାଲିଛି।